ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସ୍ଥାନୀୟ ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନ। ଗତ କିଛିଦିନ ତଳେ ରାଧାମୋହନ କଂଗ୍ରେସରେ ଯୋଗ ଦେଇଥିବା ବେଳେ କଂଗ୍ରେସ ଟିକେଟ ପାଇଁ ସେ ଆଶାୟୀ ଥିଲେ, କିନ୍ତୁ ଟିକେଟ ନ ପାଇବା ପରେ ରାଧାମୋହନ କଂଗ୍ରେସରୁ ଇସ୍ତଫା ଦେଇ ସ୍ୱାଧୀନ ଭାବରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ରାଧାମୋହନ ସକାଳୁ ନିଜର ଶତାଧିକ ସମର୍ଥକଙ୍କ ସହ ହାଟ ଡେଲାଙ୍ଗରୁ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଡେଲାଙ୍ଗରୁ ଶୋଭାଯାତ୍ରାରେ ପିପିଲି ବଜାର ଦେଇ ଦାଣ୍ଡ ମୁକୁନ୍ଦପୁର ପରିକ୍ରମା କରି ନାମାଙ୍କନ ଦାଖଲ ପାଇଁ ସେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମ ଥର ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଧାମୋହନ ଏବେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି। ତେବେ ସେ ମେଟ୍ରିକ୍ ପରୀକ୍ଷା ପ୍ରଥମ ଥର ଦେବା ପାଇଁ ପୁରୀରୁ ଆଡମିଟ୍ କାର୍ଡ ଆଣିବାକୁ ଯାଉଛନ୍ତି ବୋଲି କହିଛନ୍ତି। ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିଜକୁ ସାମିଲ କରିଥିବା ସମାଜସେବୀ ରାଧାମୋହନ ଏବେ ପିପିଲି ନିର୍ବାଚନ ମଇଦାନକୁ ଓହ୍ଲାଇ ଶାସକ ଓ ବିରୋଧୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି। ପୂର୍ବରୁ ରାଧାମୋହନ ପ୍ରଥମେ ବିଜେପିରେ ରହିଥିବା ବେଳେ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ, କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇନଥିବା ବେଳେ ସେ କିଛିଦିନ ହେବ କଂଗ୍ରେସରେ ଯୋଗ ଦେଇଥିଲେ। ସେପଟେ ସେହି ସମାନ ପରିସ୍ଥିତି ଉପୁଜିଥିଲା ଏବଂ ତାଙ୍କୁ ଟିକେଟ ମିଳିନଥିଲା। ତେବେ ସେ ବାଧ୍ୟ ହୋଇ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ମେଟ୍ରିକ୍ ପରୀକ୍ଷା ସଦୃଶ ପ୍ରଥମ ଥର ପାଇଁ ମେଟ୍ରିକ୍ ପରୀକ୍ଷା ଦେବୁ। ଠିକ୍ ଅଛି, ତେଣୁ ଆଜି ଆଡମିଟ୍ କାର୍ଡ଼ ପାଇଁ ଯାଉଛୁ, କାଗଜ ଦେବୁ, ଆଡମିଟ୍ କାର୍ଡ଼ ନେଇକି ଆସିବୁ। ଆଉ ଏ ନିର୍ବାଚନରେ ଆମେ ନିର୍ଣ୍ଣାୟକ ଭୂମିକା ନେବୁ। ପିପିଲିରୁ ମନୋରଞ୍ଜନ ମହାପାତ୍ରଙ୍କ ରିପୋର୍ଟ, ନୂଆ ଦୃଶ୍ୟ ମିଡିଆ ଲାଇଭ୍।